ପାଇଁ ଯୁଦ୍ଧ। କିଛି ଦିନର ଅସ୍ତ୍ରବିରତି ପରେ ପୁଣି ଆରମ୍ଭ ହେଲା ଯୁଦ୍ଧ। ବିଫଳ ହେଲା କଥାବାର୍ତ୍ତା। ଏବେ ଇରାନ ଉପରେ ପୁଣି ଆମେରିକାର ହମଲା। ଆମେରିକୀୟ ସେନା ଇରାନ ଭିତରେ ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଛି। ହର୍ମୁଜ ପ୍ରଣାଳୀରେ ଆମେରିକୀୟ ସେନା ପାଇଁ ବିପଦ ସୃଷ୍ଟି କରୁଥିବା ସାମରିକ ଘାଟିକୁ ଟାର୍ଗେଟ କରିଛି ଆମେରିକା। ଆମେରିକୀୟ ଅଧିକାରୀ କହିଛନ୍ତି ଯେ ଇରାନରେ ଆକ୍ରମଣ ପୁଣି ଆରମ୍ଭ ହୋଇଛି। ଏଥର ହର୍ମୁଜ ପ୍ରଣାଳୀରେ ସାମୁଦ୍ରିକ ଯାତାୟାତକୁ ବିପଦରେ ପକାଇଥିବା ସାମରିକ ସ୍ଥଳକୁ ଟାର୍ଗେଟ କରିଛି ଆମେରିକା। ଆମେରିକୀୟ ସେନା ଅନେକ ଇରାନୀ ଡ୍ରୋନକୁ ଖସାଇ ଦେଇଛି। ଯେଉଁ ଯୁଦ୍ଧ ଫେବୃଆରୀ 28ରେ ଆରମ୍ଭ ହୋଇଥିଲା ତାହାକୁ ପୁଣି ଆରମ୍ଭ କରିଛି ଆମେରିକା। ଯୁଦ୍ଧରେ ହଜାର ହଜାର ଲୋକଙ୍କ ପ୍ରାଣ ଯାଉଛି। ବିଶ୍ୱର ଅର୍ଥନୀତି ଭୁଷୁଡ଼ି ଗଲାଣି। ପୁଣି ଆକ୍ରମଣ ପରେ ଆମେରିକା ଦାବି କରିଛି ଯେ ଇରାନ ବିରୋଧରେ କରାଯାଇଥିବା ଆକ୍ରମଣ ଆମେରିକାର ସୁରକ୍ଷା ପାଇଁ। ସେମାନେ ସ୍ପଷ୍ଟ ଭାବରେ କହିଛନ୍ତି ଯେ ମେ 27ରେ କରାଯାଇଥିବା ଆକ୍ରମଣ ନିଜର ରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ଥିଲା। ପ୍ରଥମେ ଆମେରିକା ସେନା 4ଟି ଇରାନୀ ଡ୍ରୋନକୁ ଗୁଳି କରି ଖସାଇଥିଲେ। ତଥାପି ଅଟକି ନଥିଲା ଇରାନ। ପଞ୍ଚମ ଡ୍ରୋନ୍ ଉତ୍କ୍ଷେପଣ କରିବାକୁ ପ୍ରସ୍ତୁତ ହେଉଥିବା ଘାଟିକୁ ଟାର୍ଗେଟ କରିଥିଲା ଆମେରିକା ସେନା। ବ୍ୟୁରୋ ରିପୋର୍ଟ, ଓଡ଼ିଆ ନ୍ୟୁଜ୍.live।